ବିଜୁ ଜନତା ଦଳର ପ୍ରାର୍ଥୀତ୍ୱକୁ ବିରୋଧ କଲେ, ଦଳରୁ ଇସ୍ତଫା ଦେଲେ, ଦଳ ତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ ଆଉ ତାପରେ ନିଜ ଶକ୍ତି ପ୍ରଦର୍ଶନ ମଧ୍ୟ କଲେ, ଯାହାକୁ ଦେଖି ଏବେ ବିଜେଡି ଶିବିରରେ ଛନକା ପଶିଛି। ହଁ ଆଜ୍ଞା, ଏହା ହେଉଛି ନବରଙ୍ଗପୁର ଜିଲ୍ଲା ରାଜନୀତିର ତାଜା ଖବର। ଆଉ ଯାହାଙ୍କ କଥା ଆମେ କହୁଛୁ ସେ ହେଉଛନ୍ତି ନବରଙ୍ଗପୁର ଜିଲ୍ଲାର ଜଣେ ଦକ୍ଷ ରାଜନେତା ଓ ଜିଲ୍ଲା ବିଜେଡିର ପୂର୍ବତନ ସଭାପତି ଅର୍ଜୁନ ତ୍ରିପାଠୀ। ନବରଙ୍ଗପୁର ଜିଲ୍ଲାରେ ବିଜେଡିର ସଂଗଠନ କରି ବିଧାୟକ ଏବଂ ସାଂସଦକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଅର୍ଜୁନ, କିନ୍ତୁ ଗତ କିଛି ବର୍ଷ ହେବ ଦଳ ପାଇଁ ଅଲୋଡ଼ା ହୋଇ ଅଣଦେଖା ହୋଇଥିଲେ। ଏବେ କିନ୍ତୁ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ଜିଲ୍ଲା ରାଜନୀତିକୁ ନୂଆ ମୋଡ଼ ଦେଇଛନ୍ତି। ରାମନବମୀ ଦିନ ବିଜେପିରେ ଯୋଗ ଦେବା ପରେ ଜିଲ୍ଲା ବିଜେପି ତରଫରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁ କାର୍ଯ୍ୟକ୍ରମକୁ ତାଙ୍କ ସମର୍ଥକ ଏକ ବାଇକ୍ ରାଲି କରି ବାଜା ବାଜଣା ଏବଂ ବାଣ ଫୁଟାଇ ଅତି ଉତ୍ସାହର ସହ ନେଇଯାଉଥିଲେ। ପ୍ରାୟ 1000ରୁ ଉର୍ଦ୍ଧ୍ୱ ବାଇକ୍ ଏହି ରାଲିରେ ଯାଇଥିବା ବେଳେ ଆଗାମୀ ଦିନରେ ପ୍ରତ୍ୟେକ ବ୍ଲକରୁ ତାଙ୍କ ସମର୍ଥକମାନେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବେ ବୋଲି ସେ ସୂଚନା ଦେଇଛନ୍ତି। ତେବେ ଅର୍ଜୁନଙ୍କ ଭଳି ଏକ ସୁସଂଗଠକକୁ ହରାଇ ବିଜୁ ଜନତା ଦଳ ଦୁର୍ବଳ ହେବ ନା ଅନ୍ୟ କୌଣସି ରଣନୀତି ପ୍ରୟୋଗ କରିବ ତାହା ଦେଖିବାକୁ ବାକି ରହିଲା। ତେବେ ଚାଲନ୍ତୁ ଦେଖିବା ଏହାକୁ ନେଇ କ'ଣ ରହିଛି ଅର୍ଜୁନ ତ୍ରିପାଠୀଙ୍କ ପ୍ରତିକ୍ରିୟା। ଦେଖନ୍ତୁ, ଗୋଟେ ଗଣତନ୍ତ୍ର ରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟିରେ ହିଁ ଗଣତନ୍ତ୍ର ଅଛି, ଏହା ମୁଁ ଅନୁଭବ କଲି। ମୁଁ ଧନ୍ୟବାଦ ଦେବି ଜିଲ୍ଲା ଭାରତୀୟ ଜନତା ପାର୍ଟିର ସମସ୍ତ କର୍ମକର୍ତ୍ତା ନେତୃବୃନ୍ଦଙ୍କୁ, ଯେଉଁଭଳି ଭାବରେ ସେମାନେ ଭବ୍ୟ ସମ୍ବର୍ଦ୍ଧନା ମୋତେ ଜଣାଇଲେ ଏବଂ ସ୍ୱାଗତ କଲେ। ସମସ୍ତଙ୍କ ପାଖରେ ମୁଁ ନତମସ୍ତକ। ଏବଂ ଯେଉଁ କୁଶାସନ ଚାଲିଛି ଏ ଓଡ଼ିଶାକୁ ବିକ୍ରି କରି ଖଣି ଖାଦାନକୁ ଲୁଟ୍ କରିବା ପାଇଁ ଯେଉଁ କୋଟିକିଆମାନଙ୍କର ଚାଲ এই ଅବିଭକ୍ତ କୋରାପୁଟ ଜିଲ୍ଲାରେ ଚାଲିଛି, ଆପଣମାନେ ଜାଣିଥିବେ। ଏଇ ଯେଉଁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦାୟିତ୍ୱରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ମୂଳ ଉତ୍ପାଟନ କରିବାକୁ ପଡ଼ିବ, ଚାଷୀଙ୍କ ଜମିକୁ ପାଣି ଦେବାକୁ ପଡ଼ିବ। ବେକାରୀମାନେ ଯେଉଁମାନେ ବୁଲୁଛନ୍ତି ଆଜି କନେଷ୍ଟେବଲଠୁ ଆରମ୍ଭ କରି ମାଷ୍ଟରଠୁ ଗ୍ରାମ ସେବକଠୁ ଆରମ୍ଭ କରି ଏକ୍ସାଇଜ କନେଷ୍ଟେବଲରୁ ଆରମ୍ଭ କରି ସବୁଯାକ ଜିଲ୍ଲା ଭିତ୍ତିକ ନିଯୁକ୍ତି ଥିଲା। এই ନିଯୁକ୍ତିକୁ ସେମାନେ ଷ୍ଟେଟ୍ ବେସିକ୍ରେ କରିକି ଯେଉଁ ଭଳିଆ ପିଲାମାନଙ୍କୁ ହଇରାଣ ହରକତ କରୁଛନ୍ତି ଏବଂ ଆମ ପିଲା ଚାକିରି ପାଇପାରୁନାହାନ୍ତି, ତାର ପ୍ରତି ଆମର ଦାବି ରହିବ ଏବଂ ବାରମ୍ବାର ଦାବି ରହିବ। ଏବଂ ଯେଉଁ ଏହି ଅଞ୍ଚଳରେ କିଏ ପ୍ରତିବାଦ କରୁନଥିଲେ, ଆଜି ଭାରତ ଜନତା ପାର୍ଟିର ସମସ୍ତ ନେତୃତ୍ୱ କର୍ମକର୍ତ୍ତା ସହିତ ଯେଉଁ ଅଫିସରମାନେ ଗୁଣ୍ଡାରାଜ କରୁଛନ୍ତି, ଭାରତୀୟ ଜନତା ପାର୍ଟିକୁ ବିରୋଧ କରୁଛନ୍ତି ଏବଂ ଭିତରେ ଭିତରେ ସେମାନେ ଅଫିସରମାନେ ଯେଉଁଭଳି ଭାବେ ସପୋର୍ଟ କରୁଛନ୍ତି ତାଙ୍କୁ ଲୋକଲୋଚନକୁ ଅଣାଯିବ ଏବଂ ସେମାନଙ୍କ ଇଲେକ୍ସନ୍ କମିଶନରକୁ ମଧ୍ୟ ଆଗାମୀ ଦିନରେ ଜଣାଯିବ ଏବଂ ସେମାନଙ୍କର ଉତ୍ପାତ କିଭଳି ଭାବରେ ଏଠି ବନ୍ଦ ହେବ ସେଥିପାଇଁ ଆମେ ଚେଷ୍ଟା କରିବୁ। ଦେଖନ୍ତୁ, ଆମର ସବୁ ବ୍ଲକରୁ ଆସିଛନ୍ତି ସବୁ କର୍ମକର୍ତ୍ତା, ଯେଉଁ ନେତୃତ୍ୱ ମାନେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବେ, ବ୍ଲକ ୱାଇଜ୍ ସେମାନେ ମିଟିଂ କରିକି ଯୋଗ ଦେବେ। ଆଗାମୀ ଦିନରେ ସେମାନେ ଦେବେ ଆଉ ଯେଉଁମାନେ ଆଜି ଯୋଗ ଦେବେ ସେମାନଙ୍କ ଲିଷ୍ଟ ବି ଆପଣଙ୍କୁ ଦେଇ ଦିଆଯିବ। ନାଇଁ, ଶକ୍ତି ପ୍ରଦର୍ଶନ ନୁହଁ। ଶ୍ରୀ ପ୍ରହ୍ଲାଦ ତ୍ରିପାଠୀ ଯେ ବିଗତ ଦିନ ବିଜେଡ଼ିର ଜିଲ୍ଲା ପ୍ରଦେଶ ଅଧ୍ୟକ୍ଷ ଥିଲେ, ସେ ବିଗତ ଦିନ ଭୁବନେଶ୍ୱର ଆମର ରାଜ୍ୟ କାର୍ଯ୍ୟାଳୟରେ ଯୋଗଦାନ କରିଛନ୍ତି। ତାଙ୍କୁ ଆଜି ସେଠି ସ୍ୱାଗତ ସମ୍ବର୍ଦ୍ଧନା କରାଗଲା। ତା ସହିତ ତାଙ୍କର ଶତାଧିକ ଧରି ପାଖାପାଖି 500 କର୍ମୀ ମଧ୍ୟ ଯୋଗ ଦେଇଛନ୍ତି ଭାରତୀୟ ଜନତା ପାର୍ଟିରେ। ଅତଏବ ଭାରତୀୟ ଜନତା ପାର୍ଟି ନବରଙ୍ଗପୁର ଲୋକସଭା ତରଫରୁ ତାଙ୍କୁ ସ୍ୱାଗତ କରାଗଲା। ଶକ୍ତି ପ୍ରଦର୍ଶନ ନୁହଁ, ଶକ୍ତିରେ ଆମେ ବିଶ୍ୱାସ କରୁନୁ। ଆମେ सबका साथ, सबका विकास, सबका विश्वास, सबका प्रयास जोटा मोदीजी नारा देते लोकंर विश्वास भाजन हाँपाई चाहूँ क्या आम शक्ति देखा आम चाहूँ। निर्वाचन पूर्व निर्वाचन समय नहीं पूर्व कि पर कथा नुह। आपड़ जो देखिए भारतीय जनता पार्टी कार्यकलाप कि कार्यकर्ता कार्यकलाप 365 दिन सबुदिन चले। आम केवल निर्वाचन को आखिरे रखी ही काम करूँ कि निर्वाचन को आखिर रखी ही कौन नेता को सामिल करूँ। पर पछर कथा ना जे समय जे दक्ष एवं भल नेतृवृंद जदि भारतीय जनता पार्टी सामिल होती आम स्वागत करूँ। पर पछर कथा ना एमती भी आम भारतीय जनता पार्टी प्रस्तुति भल भाव से प्रहलाद त्रिपाठी जोगदेवा द्वारा आहरी मजबूत होती।